जय जगन्नाथ राधे राधे बंधुगण। थरे बलराम दास लक्ष्मी नारायणଙ୍କର ରାତି ବିହାର ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ତାଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ସେ କରୁଣ ସ୍ତମ୍ଭ ନିକଟରେ ଥାଇ ଜଗନ୍ନାଥଙ୍କୁ ଭକ୍ତି ଗଦଗଦ କଣ୍ଠରେ ଅନୁରୋଧ କଲେ। ଭଗବାନ ଯେ ଭକ୍ତର ଭକ୍ତି ଓ ପ୍ରେମ ଭାଷାରେ ବନ୍ଧା, ସେ ଭକ୍ତର ଅଭୀଷ୍ଟ ପୂରଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ। ମାତ୍ର ଯେତେବେଳେ ଜଗତଜନନୀ ଲକ୍ଷ୍ମୀକୁ ଏହି ସମ୍ବାଦ ପ୍ରାପ୍ତ ହେଲା, ସେ କ୍ରୋଧରେ ଜର୍ଜରିତ ହୋଇପଡ଼ିଲେ। ପୁତ୍ର ତୁଲ୍ୟ ତାଙ୍କର ଭକ୍ତ ଏପରି ଅସମ୍ଭବ ଦର୍ଶନର ମନ ବଳାଇଥିବାରୁ ସେ ଧୈର୍ଯ୍ୟଚ୍ୟୁତ ହୋଇପଡ଼ିଲେ। ମାତ୍ର ଜଗନ୍ନାଥ ଯେତେବେଳେ ତାଙ୍କୁ ଅନୁମତି ଦେଇଛନ୍ତି, ସେ କଥା ଅନ୍ୟଥା ହେବାର ନୁହଁ। ସେ ଅବଶ୍ୟ ତାହା ଦର୍ଶନ କରିବେ। ତଥାପି କ୍ରୋଧାନ୍ୱିତ ହୋଇ ଲକ୍ଷ୍ମୀ ସ୍ୱପ୍ନରେ ବଳରାମଙ୍କୁ ଅଭିଶାପ ପ୍ରଦାନ କଲେ। ବଳରାମ, ତୁମେ ମୋର ଭକ୍ତ ସନ୍ତାନ ହୋଇ ପିତାମାତାଙ୍କର ଦିବ୍ୟଲୀଳା ଦର୍ଶନ କରିବା କି ସମ୍ଭବ ହୋଇପାରେ? ତୁମ ହୃଦୟରେ ଏପରି ଅସମ୍ଭବ ବାସନା ଜାତ ହୋଇଥିବାରୁ ତୁମେ ଏକ ଲମ୍ପଟ, ତୁମେ ଏକ କୁଳାଙ୍ଗାର। ମୁଁ ଇଚ୍ଛା କରିଥିଲେ ଅଭିଶାପ ଦେଇ ତୁମକୁ ଭସ୍ମ କରିଦେଇଥାନ୍ତି, ପୃଥିବୀ ବକ୍ଷରୁ ଲୁଚାଇ ଦେଇପାରିଥାନ୍ତି ତୁମର ନାମ। ମାତ୍ର ଜଗନ୍ନାଥ ତୁମର ଅଭୀଷ୍ଟ ପୂରଣ କରିଛନ୍ତି। ମୁଁ ତାଙ୍କର ଇଚ୍ଛାକୁ ଅବମାନନା କରିବାକୁ ଚାହେଁନା। ମାତ୍ର ତୁମ ପ୍ରତି ମୋର ଏତିକି ଅଭିଶାପ ବଳରାମ, ତୁମେ ଭକ୍ତ ହିସାବରେ ସବୁକିଛି ପାଇଲ ମଧ୍ୟ ଶେଷ ଜୀବନରେ ଆଉ ଶ୍ରୀକ୍ଷେତ୍ର ପାଇବ ନାହିଁ। ହଠାତ୍ ବଳରାମଙ୍କର ନିଦ୍ରା ଭାଙ୍ଗିଗଲା। ସେ ଚକିତ ନେତ୍ରରେ ଚତୁର୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ। ଏକ ଅପ୍ରୀତିକର ଭୟରେ ତାଙ୍କ ହୃଦୟ ଥରି ଉଠିଲା। ଲୋତକରେ ଅଜସ୍ର ବନ୍ୟା ଛୁଟାଇ ସେ ଜଗନ୍ନାଥଙ୍କୁ ଏହାର ପ୍ରତିକାର ନିମନ୍ତେ ପ୍ରାର୍ଥନା କଲେ। ଭକ୍ତର ଆକୁଳ ପ୍ରାର୍ଥନାରେ ଜଗନ୍ନାଥ ତାଙ୍କ ନିକଟରେ ଆବିର୍ଭୂତ ହୋଇ କହିଲେ, ବଳରାମ, ଦୁଃଖ କର ନାହିଁ। ଲକ୍ଷ୍ମୀ ଯେତେବେଳେ ଏ ଅଭିଶାପ ତୁମକୁ ଦେଇଛନ୍ତି, ତାହା ଅବଶ୍ୟ ଭୋଗ କରିବାକୁ ହେବ। ତଥାପି ମୁଁ ନିର୍ଦ୍ଦେଶ ଦେଉଛି, ତୁମେ ଗ୍ରାମକୁ ଫେରିଯାଅ। ସେଠାରେ ଗୋଟିଏ ମନ୍ଦିର ନିର୍ମାଣ କରାଅ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପ୍ରତିଷ୍ଠା କର। ଗ୍ରାମରେ ରହି ମୋର ଆଶୀର୍ବାଦ ଫଳରେ ତୁମେ ଶ୍ରୀକ୍ଷେତ୍ରର ରହିବାର ଫଳ ଲାଭ କରିପାରିବ। ଜଗନ୍ନାଥଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଭକ୍ତ ବଳରାମ ନିଜ ଗ୍ରାମ ଏରବଙ୍ଗକୁ ଫେରି ଆସିଲେ। ସେଠାରେ ସେ ବହୁ ପ୍ରଚେଷ୍ଟାରେ ଏକ ମନ୍ଦିର ତୋଳାଇ ତହିଁରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସ୍ଥାପନ କଲେ ଏବଂ ତାଙ୍କ ପାଇଁ ଜମିବାଡ଼ି ଖଞ୍ଚାଇ ଦେଲେ। ମନ୍ଦିରରେ ଠାକୁରମାନଙ୍କର ସେବା କରିବା ପାଇଁ ପଣ୍ଡା ପଡ଼ିହାରୀମାନେ ମଧ୍ୟ ନିଯୁକ୍ତି ହେଲେ। ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଥିବା ନିୟମ ଅନୁସାରେ ଏଠାରେ ପ୍ରତିଦିନ 12 ଧୂପ, 13 ଅବକାଶ ଏବଂ ଅନ୍ୟାନ୍ୟ ସମସ୍ତ ରୀତିନୀତି ଯଥା ନିୟମରେ ପାଳିତ ହେଲା। ତଥାପି ବଳରାମ ଶ୍ରୀକ୍ଷେତ୍ରର ସ୍ମୃତି ଭୁଲି ପାରିଲେ ନାହିଁ। ସେ ପ୍ରତିଦିନ ସକାଳେ ପୁରୀ ଯାଇ ସନ୍ଧ୍ୟା ଆରତି ଦର୍ଶନ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲାଗିଲେ। ଗୃହକୁ ଫେରିବା ପରେ ସେ ହବିଷାନ୍ନ ଭୋଜନ କରୁଥିଲେ। କ୍ରମେ ବାର୍ଦ୍ଧକ୍ୟର ଦାରୁଣ କଷାଘାତ ତାଙ୍କୁ ଜର୍ଜରିତ କରି ତାଙ୍କର ଶରୀର ଦୁର୍ବଳ କରି ପକାଇଲା। ସେ ଆଉ ଜଗନ୍ନାଥପୁରୀକୁ ଯାଇପାରିଲେ ନାହିଁ। ମାତ୍ର ଜଗନ୍ନାଥଙ୍କ ସନ୍ଧ୍ୟା ଆରତି ପରେ ହିଁ ସେ ତାଙ୍କର ଭୋଜନ କରୁଥିଲେ। କ୍ରମେ ଅନାହାରରେ ସେ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲେ। ପ୍ରେମ ଭକ୍ତିରେ ଏପରି ଦାରୁଣ ଯନ୍ତ୍ରଣା ଯେ ଜଗନ୍ନାଥଙ୍କ ରତ୍ନସିଂହାସନ ଥରିବାକୁ ଲାଗିଲା। ସେ ଭକ୍ତ ନିକଟରେ ଉପନୀତ ହୋଇ କହିଲେ, ବଳରାମ, ପ୍ରତିଦିନ ସନ୍ଧ୍ୟା ଆଳତି ସମୟରେ ତୁମେ ଗ୍ରାମ ମନ୍ଦିରରେ ମୋର ଦର୍ଶନ ଲାଭ କରିପାରିବ। ତାହା ହିଁ ହେଲା। ପ୍ରତିଦିନ ସେ ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର କମନୀୟ ମୂର୍ତ୍ତିରେ ଦେଖିବାକୁ ପାଇଲେ। ତତ୍ପରେ ସେ ହବିଷାନ୍ନ ଭୋଜନ କରି ହରିପ୍ରେମରେ ମଜ୍ଜି ରହିଲେ। କିଛି ଦିନ ପରେ ବଳରାମ ଶଯ୍ୟାଶାୟୀ ହୋଇପଡ଼ିଲେ। ତାଙ୍କର ମୃତ୍ୟୁ ସମୟ ଯେପରି ନିକଟରୁ ନିକଟତର ହେଉଥିଲା, ସେ ଲକ୍ଷ୍ମୀଙ୍କ ଅଭିଶାପକୁ ମନେ ପକାଇ ପକାଇ ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ମନେ ମନେ ଲକ୍ଷ୍ମୀଙ୍କୁ ତାଙ୍କର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କଲେ। ହଠାତ୍ ଦିନେ ବଳରାମଙ୍କ ମନରେ ଜାଗ୍ରତ ହେଲା ଶ୍ରୀକ୍ଷେତ୍ରରେ ପଦାର୍ପଣ କରିବାର ପ୍ରବଳ ପିପାସା। ବହୁ ମନଶକ୍ତ ସଂଗ୍ରହ କରି ସେ ତାଙ୍କର ଢାଳ, ଲୁଗାପଟା ଓ ଖଣ୍ଡିଏ ବାଡ଼ି ଧରି ଗୃହରୁ ବାହାରି ପଡ଼ିଲେ। ଅଦୂରରେ କୁଶଭଦ୍ରା ନଦୀ ପାର ହୋଇଯିବାକୁ ହେବ। ତଥାପି ବଳରାମଙ୍କ ମନରେ ଅପୂର୍ବ ସାହସ ଜାଗି ଉଠିଲା।
ସେତେବେଳକୁ ସୂର୍ଯ୍ୟ ଆକାଶରେ କିଛି ଉପରକୁ ଉଠି ସାରିଥିଲା। ସୂର୍ଯ୍ୟରଶ୍ମି ପ୍ରାପ୍ତ ହୋଇ କଅଁଳିଆ ପତ୍ରମାନ ମନୋରମ ଦୃଷ୍ଟି ସୃଷ୍ଟି କରି ନାଚିବାରେ ଲାଗିଲା। ପୁଷ୍ପଗୁଚ୍ଛର ପାଖୁଡ଼ାମାନେ ନବଦିନର ଆହ୍ୱାନରେ ହସି ହସି ବାୟୁ କୋଳରେ ସନ୍ତରଣ କରୁଥିଲା। ବଳରାମ କୁଶଭଦ୍ରା ନିକଟରେ ଉପସ୍ଥିତ ହେଲେ। ନଈରେ ସ୍ନାନ କରିବା ଇଚ୍ଛାରେ ସେ ବନ୍ଧ ଉପରକୁ ନଈପଠାକୁ ଅବତରଣ କଲେ। ମାତ୍ର ହଠାତ୍ ତାଙ୍କ ଶରୀରରେ ଅବସନ୍ନ ହୋଇପଡ଼ିଲା। ସେ ଆଉ ଗୋଟିଏ ପାଦେ ମାତ୍ରେ ଆଗେଇ ପାରିଲେନି। ସେ ବାଲି ଉପରେ ନିଃସହାୟ ହୋଇପଡ଼ିଗଲେ। ତାଙ୍କର ମନେ ହେଲା ସେହି କ୍ଷଣି ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯିବ। ସେ ଶୋକରେ ଗଦଗଦ ହୋଇ ଜଗନ୍ନାଥ ଜଗନ୍ନାଥ ଚିତ୍କାର କରିବାକୁ ଲାଗିଲେ। ଦୂରରେ ଥାଇ ମଧ୍ୟ ଭଗବାନ ଭକ୍ତର ଡାକ ଠିକ୍ ଶୁଣିପାରିଲେ। ଦିବ୍ୟ ଆଲୋକରେ ଭକ୍ତର ସମ୍ମୁଖରେ ଆକାଶରେ ଉଦ୍ଭାସିତ ହୋଇ ଉଠିଲା। କିଛି କ୍ଷଣ ପରେ ଦେଖାଗଲା ପକ୍ଷୀରାଜ ଗରୁଡ଼ ଉପରୁ ଓହ୍ଲାଇ ଲକ୍ଷ୍ମୀ ଏବଂ ନାରାୟଣ ଭକ୍ତ ସମ୍ମୁଖରେ ଦଣ୍ଡାୟମାନ ହେଲେ। ଭକ୍ତଙ୍କର ସେତେବେଳକୁ ପାଟି ପଡ଼ିଯାଇଥିଲା। ତେଣୁ ସେ କିଛି କହି ନ ପାରି କେବଳ ହାତ ଦ୍ୱୟ ଯୋଡ଼ି ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ପ୍ରଣାମ ଜଣାଇଲେ। ଲକ୍ଷ୍ମୀ ଯେପରି ନିଜର ଅଭିଶାପ ସଫଳ ହେବାରୁ ଉତ୍ଫୁଲ୍ଲ ହୋଇ ଉଠିଥିଲେ, ଗର୍ଭଗଞ୍ଜ ନାରାୟଣ ଲକ୍ଷ୍ମୀଙ୍କର ଗର୍ବ ଚୂର୍ଣ୍ଣ କରିବା ନିମନ୍ତେ ଲକ୍ଷ୍ମୀଙ୍କ ଦିଗକୁ ଦୃଷ୍ଟି ନିକ୍ଷେପ କରି କହିଲେ, ତୁମେ ଭୁଲ ବୁଝୁଛ ଲକ୍ଷ୍ମୀ। ତୁମେ ଭାବୁଛ ଯେ ତୁମର ଅଭିଶାପ ସତ୍ୟରେ ପରିଣତ ହେଲା। ତୁମ ଅଭିଶାପ ଫଳରେ ବଳରାମ ଶ୍ରୀକ୍ଷେତ୍ରରେ ପ୍ରବେଶ କରିପାରିଲେ ନାହିଁ। ତାହା ନୁହଁ ପ୍ରିୟେ। ଶ୍ରୀକ୍ଷେତ୍ର କାହିଁକି ପ୍ରସିଦ୍ଧ? ସେଠାରେ 33 କୋଟି ଦେବତା ଅବସ୍ଥାନ କରୁଥିଲେ ମଧ୍ୟ ବାଟମଙ୍ଗଳା, ବାଟଗଣେଶ, କଳ୍ପବଟ, ବିମଳା ଆଦିଙ୍କର ତାହା ପ୍ରିୟ ସ୍ଥାନ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ନାମ ସେମାନଙ୍କ ଯୋଗୁଁ ହୋଇନାହିଁ। ସ୍ୱୟଂ ଲକ୍ଷ୍ମୀନାରାୟଣ ସେଠାରେ ଅବସ୍ଥାନ କରୁଥିବାରୁ ତାହାର ନାମ ଶ୍ରୀକ୍ଷେତ୍ର ହୋଇଛି। ଯେଉଁଠାରେ ଲକ୍ଷ୍ମୀ ଓ ନାରାୟଣ ଉପସ୍ଥିତ, ସେଠାରେ ଶ୍ରୀକ୍ଷେତ୍ର ଅବସ୍ଥିତ। ବର୍ତ୍ତମାନ ଭକ୍ତ ସମ୍ମୁଖରେ ଏହି ବାଲିପଠାରେ ତମେ ଓ ମୁଁ। ଶ୍ରୀକ୍ଷେତ୍ର ବର୍ତ୍ତମାନ ସେଠାରେ ନାହିଁ, ଶ୍ରୀକ୍ଷେତ୍ର ଏଠାରେ। ଆଜିଠାରୁ ଏହି ସ୍ଥାନ ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ପ୍ରଖ୍ୟାତି ଲାଭ କରିବ। ଦୂର ଦେଶାନ୍ତରୁ ଲୋକମାନେ ଆସି ଏହି ଗୁପ୍ତ ଶ୍ରୀକ୍ଷେତ୍ରର ମହିମା ଗାନ କରିବେ। ଆମ ଦୁହିଁଙ୍କ ଉପସ୍ଥିତିରେ ଓ ଭକ୍ତର ସମାଧିପୀଠ ହେତୁ ଏହା ପବିତ୍ର ଓ ସୁଦୁର୍ଲଭ ହେବ। ସେତେବେଳକୁ ବଳରାମଙ୍କ ଶରୀର ନିଶ୍ଚଳ ହୋଇପଡ଼ିଥିଲା। ତାଙ୍କର ଆତ୍ମା ଆଉ ଦୂରକୁ ନ ଯାଇ ସେହିଠାରେ ହିଁ କୈବଲ୍ୟ ମୁକ୍ତି ଲାଭ କଲା। ପ୍ରେମୀ ଭକ୍ତକୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଲକ୍ଷ୍ମୀନାରାୟଣଙ୍କ ଚକ୍ଷୁରେ ଦେଖାଗଲା 2 ଟୋପା ଲୁହ। ସେ ଲୁହ ହେଉଛି ପ୍ରେମର, ଆବେଗର ଏବଂ ଲୀଳାମୟଙ୍କ ଲୌକିକ ଲୀଳାର। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସ୍ମୃତି ବିଜଡ଼ିତ ନଈପଠାରେ ସେହି ପବିତ୍ର ସ୍ଥାନ ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ଖ୍ୟାତି ଅର୍ଜନ କରିଛି। ବଳରାମ ଦାସଙ୍କ ସମାଧି ଉପରେ ଏକ ଗାଦି ଗଢ଼ାଯାଇ ସେଠାରେ ପୂଜା ପାଉଛନ୍ତି। ତାହା ବଳରାମ ଗାଦି ନାମରେ ପରିଚିତ। ଆଜି କୁଶଭଦ୍ରା ନଦୀ କୂଳର ସେହି ଗୁପ୍ତ ଶ୍ରୀକ୍ଷେତ୍ର ଓ ବଳରାମ ଗାଦି ଭକ୍ତ ଭଗବାନଙ୍କର ମହିମା କୀର୍ତ୍ତନ କରିବା ପାଇଁ ବହୁ ଦୂରଯାତ୍ରୀଙ୍କୁ ତାର ଶୋଭାବୋସରା ମଧୁମୟ ପରିବେଶ ମଧ୍ୟକୁ ଟାଣି ଆଣେ। ଜଗନ୍ନାଥଙ୍କର ଲୀଳା ଅତି ଅଦ୍ଭୁତ, ମନୋରମ ଏବଂ ଶାନ୍ତିଦାୟକ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।